+2 ସେକେଣ୍ଡ ଇୟର MIL କ୍ଲାସ୍ ତପସ୍ୱିନୀ ପତ୍ର, ଯାହାକି ଲେଖିଛନ୍ ଆମର୍ ଗଙ୍ଗାଧର ମେହେର। ଯେ ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମ ନେଇଥିଲେ 1862 ମସିହାରେ ଅଗଷ୍ଟ ମାସର 9 ତାରିଖରେ। ସେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲାର ବରପାଲି ଠାନେ ଜନ୍ମ ନେଇଥିଲେ। ଯେ ତାଙ୍କର ପିତାଙ୍କର ନାମ ହେଉଛି ଚୈତନ୍ୟ ମେହେର ଆଉ ତାଙ୍କର ମାତାଙ୍କ ନାଁ ହେଉଛି ସେବତୀ ଦେବୀ। ଯେ କବି ଶିକ୍ଷାଗତ ତାର ଯୋଗ୍ୟତା ଯେ ସେ 5 କ୍ଲାସ୍ ପଢ଼ିଥିଲେ, ମାନେ 5ମ ଶ୍ରେଣୀ ସେ ପଢ଼ିଥିଲେ। ସେତ୍କି ପଢ଼ିକରି ସେ ମା ସରସ୍ୱତୀଙ୍କର ଦୟାନୁ ବା ତାଙ୍କର କୃପାନୁ ସେ ବହୁତ ସାରା କବିତା ଲେଖିଛନ୍, ଯେନ୍ଟାକି ସେଥିମାନଙ୍କର ଭିତରୁ କିଛିଟା ଅଛେ ଯେନ୍ଟାକି ଆମର ଉପସ୍ଥାପିତ ଅଛେ, ଯେନ୍ଟାକି ଗୋଟେ ଇନ୍ଦୁମତୀ, କୀଚକବଧ, ଇନ୍ଦୁମତୀ, କୀଚକବଧ, ତାପରେ ପ୍ରଣୟ ବଲ୍ଲରୀ, ତାପରେ ତପସ୍ୱିନୀ, ଅର୍ଘ୍ୟଥାଲି, ଉତ୍କଳ ଲକ୍ଷ୍ମୀ, ସରରତ୍ନାକର, ପଦ୍ମିନୀ, ଏନ୍ତା ବହୁତ ସାରା କବିତା ଲେଖିଛନ୍। ଯେ କବି ଯେନ୍ ତପସ୍ୱିନୀ ପତ୍ର କବିତା ଲେଖିଛନ୍, ଏଇଟା ତପସ୍ୱିନୀ ପତ୍ର କାବ୍ୟନୁ ସଂଗ୍ରହିତ ହୋଇଅଛେ, ସେନୁ ତାମାନେ ଆସିଛେ। ଯେ କବିତାର ସାରମର୍ମ କାଣା କାଣା, ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ନିର୍ବାସିତା ସୀତାକେ ବାଲ୍ମୀକି ଆଶ୍ରମରେ ଯେତେବେଳେ ଛାଡ଼ି ଯାଇଛନ୍ ବା ଉପସ୍ଥାପନ କରି ଯାଇଛନ୍, ସେ ଟାଇମ୍ରେ ଖବର ପାଇଛନ୍ ଯେ ସତୀ ସୀତା ପ୍ରଭୁ ଶ୍ରୀ ରାମଚନ୍ଦ୍ର ଗୋଟେ ଅଶ୍ମମେଧ ଯଜ୍ଞର ଆୟୋଜନ କରୁଛନ୍। ଯେ କେନ୍ ଟାଇମ୍ରେ ନା ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସୀତାକେ ନେଇକରି ବାଲ୍ମୀକି ଆଶ୍ରମରେ ଛାଡ଼ି ଦେଇଛନ୍, ସେ ଟାଇମ୍ରେ ସୀତା ଶୁଣବାର୍କେ ପାଇଛନ୍ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଗୋଟେ ଅଶ୍ମମେଧ ଯଜ୍ଞ କରବାର ଆୟୋଜନ କରୁଛନ୍। ସେ ଜାନି ପାଇଛନ୍, ମାନେ ଶୁଣବାର୍କେ ପାଇଛନ୍। ସେ ତାପରେ ମନେ ମନେ ଭାବିଛନ୍, ସେ ବୋଲେ କି ସୀତା ମନେ ମନେ ଭାବିଛନ୍ ଯେ ଏକ ପତ୍ନୀ ବ୍ରତ ଅବଲମ୍ବନ କରିଥିବା ରାମଚନ୍ଦ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଲେ କିପରି, ମାନେ ଜଣେ ବିହା ହେଇଥିବା ପତ୍ନୀ ଆର୍ ଗୋଟେ ପତ୍ନୀ କେନ୍ତା କରି ପାଇଲେ ବୋଲିକରି ସେ କହିଛନ୍। କିଏ କହିଛନ୍ ନା ସୀତା କହିଛନ୍ ପ୍ରଭୁ ଶ୍ରୀ ରାମଚନ୍ଦ୍ରକେ। କାଁଜିକି ସ୍ତ୍ରୀ ବିନା ଇ ଅଶ୍ମମେଧ ଯଜ୍ଞଟା ହେଇନି ପାରେ, ସେଥିର୍ଲାଗି ସେ କହିଛନ୍ ବିନା ସ୍ତ୍ରୀରେ ବା ବିନା ପତ୍ନୀରେ ଅଶ୍ମମେଧ ଯଜ୍ଞ ହେବାରଟା ଗୋଟେ ସମ୍ଭବ ନୁହେଁ। ସେ ତ ସେଥିର୍ଲାଗି ଅଭିମାନୀ ସୀତା ରାମଚନ୍ଦ୍ରଙ୍କର ଉଦ୍ଦେଶ୍ୟରେ ଗୋଟେ ପତ୍ର ଲେଖିଛନ୍, ସେଥିର୍ଲାଗି ପତ୍ର ଲେଖିଛନ୍। ଇଏ ତପସ୍ୱିନୀ ପତ୍ର ଆମେ ପଢ଼ବାର୍ ଲାଗି ଯାଉଛେ, ଏଇଟା ଖାସ୍ କରି ତାମାନେ ଇଥିର୍ଲାଗି ବୋଲିକରି ହିଁ ଲେଖିଛନ୍। ଇତାର ଉଦ୍ଦେଶ୍ୟରେ ଲେଖିଛନ୍ ତପସ୍ୱିନୀ ପତ୍ର ଅଶ୍ମମେଧ ଯଜ୍ଞର ଲାଗି ଯେନ୍ କରୁଛନ୍, ଯେ ବିନା ପତ୍ନୀରେ ତ ନାଇଁ ହୁଏ, ସେଥିର୍ଲାଗି ସେ କହୁଛନ୍ ଯେ ଆର୍ ଗୋଟେ ପତ୍ନୀ କିନୁ ତାମାନେ ଆଣିଲେ ହେନ୍ତା ହେନୁ। ତାପରେ ଦେଖ ଯେ ପତ୍ରର ଆରମ୍ଭରେ ଯେନ୍ ପତ୍ର ଲେଖିଛନ୍ ତାହାର ପହିଲାରେ ସେ ରାମଚନ୍ଦ୍ରଙ୍କର ବର୍ଣ୍ଣନା କରି କହିଛନ୍ ଯେ ସେ କହିଛନ୍ ଯେ ଶରଣ ବତ୍ସଲ ମାନଙ୍କୁ ଆୟତ୍ର ଦେଇ ନିଜର ଖେଦଭନା ଉଡ଼ାଇଛନ୍ତି। ଯିଏ ଶତ୍ରୁ ରୂପକ ବଜ୍ର ଅଙ୍କୁଶ ପରି, ଯିଏ ଦୁଃଖ ରୂପକ ପର୍ବତରେ ବଜ୍ର ବିଜୁଳି ସଦୃଶ ଦୂର କରି ଅଛନ୍ତି, ଯାହା ପଣ୍ଡିତମାନେ ଆଜି ଯାଏଁ ଦେଖି ଆସିଛନ୍ତି ଯେ ସେ ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର। ଏହି ସେ ରାମଚନ୍ଦ୍ରଙ୍କ ପଦ୍ମ ରୂପକ ପାଦ ହୃଦୟରେ ମୁଁ ଦୀନ ଭିକାରୁଣୀ ମୁଣ୍ଡ ନୁଆଇ ବନ୍ଦନା କରୁଛି। ଯେ ସୀତା କହିଛନ୍ ଯେ ମୁଇଁ ଦୀନ ଭିକାରୁଣୀ ତାଙ୍କର ମୁଣ୍ଡରେ ମୁଇଁ ବନ୍ଦନା କରୁଛେ, ମାନେ ତାଙ୍କର ଭିକାରୁଣୀ ହେଇକରି ଗୋଟେ ବନ୍ଦନା କରୁଛେ କହିଛନ୍। ଯେ ସୀତା ଯେତେବେଳେ ଜଙ୍ଗଲରେ ଥିଲେ, ସେ ଦୁଃଖର ସହିତ ସେ କହିଛନ୍, ଯେତେବେଳେ ସେ ଜଙ୍ଗଲରେ ଥିଲେ, ମାନେ ସେ ବାଲ୍ମୀକି ଆଶ୍ରମରେ ଥିଲେ, ସେତେବେଳେ ସେ ଦୁଃଖର ହିସାବରେ କହିଛନ୍ ଯେ ହେ ରାଜା ରାମଚନ୍ଦ୍ର, ତୁମେ ମହାଯଜ୍ଞ କରିବ ବୋଲି ଯେଉଁ ସଂକଳ୍ପ ନେଇଛ, ନିଶ୍ଚିନ୍ତ ଭାବରେ ତୁମେ ବାମ ପାର୍ଶ୍ୱରେ ନୂଆ ସ୍ତ୍ରୀଟିଏ ଶୋଭା ପାଇଥିବ। ସେ କହିଛନ୍ ଯେ ତୁମେ ଯେନ୍ ଅଶ୍ମମେଧ ଯଜ୍ଞ କରବାର୍ ଲାଗି ସଂକଳ୍ପ ନେଇଛ,
ତ ନିଶ୍ଚିନ୍ତ ଭାବରେ ସତେ ତ ଗୋଟେ ନୂଆ ବିବାହିତା ସ୍ତ୍ରୀଟେ ତୁମର ପାଖେ ଥିବା ବୋଲିକରି ସେ କହିଛନ୍, କି କହିଛନ୍ ସୀତା କହିଛନ୍ ଏଇ ପତ୍ରରେ, ତପସ୍ୱିନୀ ପତ୍ରରେ ଲେଖିଛନ୍ ଯେ ତାପରେ ଆଉ ଆଉ ତାଙ୍କୁ ମୁଗ୍ଧ କରିବା ପାଇଁ ତୁମେ ତୁମର ସଂକଳ୍ପ ସଦ୍ଗୁଣ ବଢ଼େଇ ଦେଇ ପ୍ରଜାମାନଙ୍କୁ ଧନରତ୍ନ ପାଟବସ୍ତ୍ର ଆଦି ପ୍ରଦାନ କରୁଛ। ଯେ ଇଥିନ୍ ଅସମତ ଯୋଗ୍ୟ କରୁଛ ଏଟାକି ଆଉ ଟିକେ ଉତ୍ସର୍ଗ କରବାର୍ ଲାଗି, ଆଉ ଟିକେ ଏନ୍ଜୟମେଣ୍ଟ କରବାର୍ ଲାଗି, ଯାହାକି ଆମେ ଇଂଲିଶରେ କହିସୁଁ। ତୁମେ ତାଙ୍କର ମାନେ ତୁମେ କିଛି ଲୋକର ତାମାନେ ସାହସ ବଢ଼େଇଛ, ତାମାନେ ଯେନ୍ତାକି ଆମେ କହିସୁଁ ସଂକଳ୍ପ ବଢ଼େଇଛ ଯେ ପ୍ରଜାମାନଙ୍କୁ ଯେନ୍ ଅଛନ୍ ସବୁ ପ୍ରଜାମାନେ ସେମାନଙ୍କୁ ଗୋଟେ ଧନ ରତ୍ନ ପାଟବସ୍ତ୍ର ଏନ୍ତା ସବୁ ତୁମେ ଦାନ କରୁଥିବ, ମାନେ ଖୁସି କରବାର୍ ଲାଗି, ଯାହାର ଫଳରେ ତୁମର ଯୋଗ୍ୟ କାର୍ଯ୍ୟଟା ସଫଳ ହେଇପାରବା, ଯେନ୍ଥିର୍ ଲାଗି ତୁମର ଯୋଗ୍ୟ କାର୍ଯ୍ୟଟା ଗୋଟେ ସଫଳ ହେଇପାରବା ବୋଲିକରି କହିଛନ୍ ସୀତା। ତୁମେ ତାପରେ ତେଣୁ ତାପରେ ମୁଁ ମଧ୍ୟ ତାପରେ କହିଛନ୍ ସୀତା ଯେ ତାପରେ ମୁଇଁ ବି ଗୋଟେ ଭିକ୍ଷା ମାଗୁଛେଁ, ତୁମେ ମୋତେ ଭିକ୍ଷା ଦେବାର୍ ଲାଗି କୃପଣ ହେବ ନାହିଁ, ମାନେ ମନା ନାଇଁ କରବ। ମୁଇଁ ବି ତମକୁ ଗୋଟେ ଭିକ୍ଷା ମାଗୁଛେଁ, ତୁମେ ଯେନ୍ ତୁମେ ପ୍ରଜାମାନଙ୍କୁ ଧନ ରତ୍ନ ପଟବସ୍ତ୍ର ଦାନ କରବ ସେମାନେ ଖୁସି ହେବେ। ତ ମୋତେ ବି ଗୋଟେ ମୁଁ ଭିକ୍ଷା ମାଗୁଛେଁ, ମୋତେ ବି ତୁମେ ଭିକ୍ଷା ଦେବ, ମନା ନାଇଁ କରବ ବୋଲି କହିଛନ୍ ସୀତା। ଯେ କାରଣ କାହିଁକି ତୁମେ ହେଉଛ ତାପସଙ୍କ ମାନଙ୍କ ଯିଏ ସତ ଆଚରଣ କରନ୍ତି ତାଙ୍କର ଦୁଃଖ ରୂପକ ବଜ୍ର। ସେ କହୁଛନ୍ତି ତୁମେ ତାପସଙ୍କ ନସନ୍ତି ଦୁଃଖ ରୂପକ ବଜ୍ର ହେଉଛ, କାହିଁକି ତୁମେ ତାପସଙ୍କ ନସନ୍ତି ଦୁଃଖ ରୂପକ ବଜ୍ର ବୋଲିକରି କହିଛନ୍। ଯେ ସୀତା ରାମଚନ୍ଦ୍ରଙ୍କୁ ପତ୍ର ମାଧ୍ୟମରେ ପ୍ରଶ୍ନ ପଚାରୁଛନ୍ତି, ତାଙ୍କୁ ସେ ପତ୍ରରେ ଲେଖିଲା ହିସାବରେ ପ୍ରଶ୍ନ ପଚାରୁଛନ୍ ଯେ ହେ ରାମଚନ୍ଦ୍ର, ଆଜି ଯିଏ ତୁମ କୋଳରେ ଶୋଭା ପାଉଛି, ଯାହାକୁ ଜଗତର ଜନବା ଅଯୋଧ୍ୟାବାସୀ ଭକ୍ତିଭରା ନୟନରେ ଚାହିଁ ରହିଛନ୍ତି, ସିଏ କେଉଁ ଘୋର ତପସ୍ୟା କରିଥିଲେ ଆଉ କେତେ କାଳ ମନ୍ତ୍ର ଜପ କରିଥିଲେ, ଯାହା ଫଳରେ କି ସିଏ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସ୍ୱାମୀ ରୂପେ ପାଇପାରିଥିଲେ। ମାନେ ସେ କହୁଛନ୍ତି ଯେ ତୁମର ନୂଆ ପତ୍ନୀ ଯେନ୍ ସେ କେତେ ତପସ୍ୟା, ସେ କେତକି ଘୋର ତପସ୍ୟା, ସେ କ୍ୟା ମନ୍ତ୍ର ଜପ କରିଥିଲେ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ରକେ ପେଇଛନ୍, ଯାହାକି ଅଯୋଧ୍ୟାର ରାଜାକେ ବୋଲିକରି ସୀତା କହିଛନ୍। ତାରପରେ ମୋତେ ଆଉ କିଛି ଧନର ଆବଶ୍ୟକତା ନାଇଁନ, ମୋତେ ଆଉ କେନ୍ସିର ଧନର ଆବଶ୍ୟକତା ନାଇଁନ, ଖାଲି ଗୋଟେ ଜିନିଷ ଦରକାର ଅଛି। କାଣା କହିଛନ୍ ସେ ସୀତା ପୁଣି କହିଛନ୍ ଯେ ଫେର୍ ଥରେ କହିଛନ୍ ଯେ ହେ ରାମଚନ୍ଦ୍ର, ଏ ଦୁଃଖିନୀର ପତ୍ରଦୟକୁ ଅତ୍ୟନ୍ତ ଅବୋଧ ବା ଅଜ୍ଞାନୀ ପିଲାଦିନୁ କୋଳରେ ତାପରେ କାଣା କହୁଛନ୍ତି ଯେ ଏହି ଦୁଃଖିନୀର ପତ୍ରଦ୍ୱୟ ଅତ୍ୟନ୍ତ ଅବୋଧ ବା ଅଜ୍ଞାନୀ, ମାନେ କିଏ କହିଛନ୍ତି ଯେ ପତ୍ର ଲେଖିଛନ୍ତି ବୋଲେ ଲବକୁଶ କହିଛନ୍ତି ଯେ ଅତ୍ୟନ୍ତ ଅବୋଧ ବୋଲେ ଅଜ୍ଞାନୀ, ଦୁଇଟା ଅଜ୍ଞାନୀ। ତାପରେ ପିଲାଦିନୁ ତାପରେ କହିଛନ୍ତି ସେ ସୀତା ପିଲାଦିନୁ ପିତାଙ୍କ କୋଳରେ ବସିବା ବା ପିତାଙ୍କର ସ୍ନେହ ପାଇବା ତାଙ୍କ ଭାଗ୍ୟରେ ନାହିଁ। ଯେ ସୀତା କହିଛନ୍ତି ଯେ ସେ ଲବକୁଶଙ୍କୁ ଯେ ମାନେ ଅଜ୍ଞାନୀ କହିଛନ୍, ଫେର୍ ଅଜ୍ଞାନୀ ବୋଲି କହିଛନ୍ ଯେ ମାନଙ୍କର ପିଲାଦିନୁ ତାଙ୍କର ବାପାର ସାଙ୍ଗେ ମାନେ ପିତାର ସାଙ୍ଗେ ତାଙ୍କର କୋଳରେ ବସବାର ତାଙ୍କର ଇଚ୍ଛା ଅଛେ, ତାପରେ ସ୍ନେହ ପାଇବାର ଲାଗି ତାଙ୍କର ଭାଗ୍ୟରେ ନାଇଁନ, ମାନେ ସେ ସ୍ନେହ ପାଇବାର ଲାଗି ତାଙ୍କର ଭାଗ୍ୟ ନାଇଁନ ପିତାଙ୍କର କୋଳରେ ବୋଲି କହିଛନ୍। ତାପରେ ସେମାନେ ଖାଲି ବିନା ତନ୍ତ୍ରର ସାହାଯ୍ୟ ନେଇ ଜନନୀର ଜୀବନ କନ୍ଦାଇବାରେ ହିଁ ଜାଣିଛନ୍ତି। ସେମାନେ ଖାଲି ଗୋଟେ ଜିନିଷ ଜାଣିଛନ୍ତି ଯେ ଖାଲି ବିନା ତନ୍ତ୍ରରେ, ବିନା ସାହାଯ୍ୟରେ ସେମାନେ ଜନନୀର
ହୃଦୟ କନାବାର୍ ଲାଗି ତାଙ୍କର ମନ କନାବାର୍ ଲାଗି ଜାଣିଛନ୍ ଯେ ତୁମର ରଚିତ ଶୁଣି ତାପରେ ତୁମର ରଚିତ ଶୁଣି ବିମୋହୀ ହୋଇ ତୁମର ରଚିତ ଶୁଣି ବିମୋହୀ ହୋଇ ପୁତ୍ରଦ୍ୱୟ ବାଲ୍ମୀକିଙ୍କ ଋଷିଙ୍କ ସହ ଅଯୋଧ୍ୟା ଯାଇଛନ୍ତି। ତୁମ୍ଭେ ପଦ୍ମରୂପକ ପାଦ ଦୁଇକୁ ଦର୍ଶନ କରିବା ପାଇଁ ଏବଂ ସେମାନେ ତୁମ ଜୀବନ କାହାଣୀ ଶୁଣାଇବେ। ରାମଚନ୍ଦ୍ର ରାମାୟଣ ଗାନ କରି ତୁମ୍ଭର କାହାଣୀ ଶୁଣାଇବେ। କାହାର? ରାମଚନ୍ଦ୍ରଙ୍କ କାହାଣୀ ଶୁଣାଇବେ କିଏ? ଶୁଣାଇବେ ଲବକୁଶ ଶୁଣାଇବେ। ବାଲ୍ମୀକିଙ୍କ ସହ ଯାଉଛନ୍ତି ଅଯୋଧ୍ୟାକୁ, ଶୁଣାଇବେ ଯେ ରାମାୟଣ ଗାନ ଶୁଣାଇବେ ଆପଣଙ୍କୁ, ମାନେ ତୁମର ନିଜର କାହାଣୀକୁ ଶୁଣାଇବେ ବୋଲି କହୁଛନ୍ତି। ସୀତା ଏ ପତ୍ରରେ ଲେଖିଛନ୍ତି। ଆଉ ଯେ ଗାନ କରିବେ ହେ ଶୁଣାଇବେ। ତାପରେ ଗାନ କରି ହେ ଧୀରବର ଏ ପଣ୍ଡିତ ଯଦି ସେହି ରାମାୟଣ ଶୁଣି ଏହି ଦିନ ଅର୍ଥାତ୍ ଦରିଦ୍ର ବେଦେହୀ ଅର୍ଥାତ୍ ସୀତାର ସ୍ମୃତି ଯଦି ମନେ ପଡ଼ିଯାଏ ତେବେ ମାନେ ଏହି ଯେଉଁ ରାମାୟଣ ଗାନ ଯେନ୍ ଶୁଣାବେ ଯେନ୍ ଯିବେ ଲବକୁଶ ବାଲ୍ମୀକିଙ୍କର ସାଙ୍ଗେ ଯେନ୍ ରାମାୟଣ ଗାନ ଶୁଣାବେ ତୁମର କାହାଣୀ ତମକୁ ଶୁଣାବେ। ଯଦି ତମକୁ ଦୁଃଖ ଲାଗ୍ବା ତାହେଲେ କହୁଛନ୍ ସୀତା ଯେ ଯଦି ତମକୁ ଦୁଃଖ ଲାଗ୍ବା ବେଲେ ଯଦି ତମକୁ ମତେ ମନେ ପଡ଼ବା ତ ତୁମେ ତୁମର ଯେନ୍ ନୂଆ ସ୍ତ୍ରୀକେ ଟିକେ ଦେଖିଦେବ, ବିବାହ କରି ଆଣିବ। ତାପରେ ଆଉ କହୁଛନ୍ ଯେ ତାର ହସ ସୁନ୍ଦର ମୁହଁଟିକୁ ଚାହିଁଦେବ। ଯାହାଫଳରେ ଯେନ୍ଥିର୍ ଲାଗି ସୀତାର ପ୍ରେମକୁ ସ୍ୱପ୍ନ ବୋଲି ମନେ କରିବ। ଯାହା ଫଳରେ ସୀତାର ମନକୁ ସ୍ୱପ୍ନ ପରି ଭାବିବ, ମାନେ ଭାବି ନେବ ବୋଲି କହିଛନ୍। ତାପରେ ସନ୍ଦେହୀ ଏବଂ ଅଭିମାନୀ ସୀତା ହୃଦୟ ବିକଳରେ ପତ୍ର ଲେଖୁଛନ୍ତି ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ। ତାପରେ ଆଖିରୁ ଲୁହ ଅବିଚରଣ ହୋଇଯାଉଛି। ଏହା ଏତିକି ଲେଖିକରି ସେ ତାଙ୍କର ଆଖିରେ ପାନ୍ ଝରି ଯାଉଛି ଏବଂ ଯେନ୍ ପତ୍ରଟା ଲେଖୁଛନ୍ ସେ ପତ୍ରଟା ମଧ୍ୟ ସେ ଲୁହର ପାନ୍‌ନୁ ଝରିକରି ଭିଜି ଯାଇଛି। ଠିକ୍ ସେହି ଟାଇମ୍‌ରେ ଲବକୁଶ ଅଯୋଧ୍ୟାନୁ ଫେରିକରି ଆସୁଛନ୍ ହସି କରି। ଯେତେବେଳେ ହସି କରି ଆସୁଛନ୍ ସୀତା ଦେଖିକରି ସେମାନଙ୍କୁ ମାନେ ଆଶ୍ଚର୍ଯ୍ୟ ହେଇଯାଇଛନ୍, ଗୋଟେ ବିହର ହେଇଯାଇଛନ୍, ଭାବନାଗ୍ରସ୍ତ ହେଇଯାଇଛନ୍। ତାପରେ ଯେ ସୀତା ପତ୍ର ଲେଖିଲା ଟାଇମ୍‌ରେ ସେ ଚାହିଁଛନ୍ ଯେ ଆଉ ସେ ଭାବନାରୁ ଯେନ୍ ଭାବବାର ଠାରୁ ସେ ଦୂରେଇ ଯାଇଛନ୍। ମାନେ ତାପରେ ସେ ତାଙ୍କର ଭାବିକରି ଯେନ୍ ଲେଖବାଟାରୁ ସେ ଭଲ୍ ହେଇଯାଇଛନ୍, ଦୂରୀଭୂତ ହେଇଯାଇଛନ୍, ମାନେ ପୁରା ସୁର୍ ପାଇଯାଇଛନ୍ ଲେଖିଛନ୍। ତାପରେ ଏ ଯେନ୍ କବିତାଟା ତପସ୍ୱିନୀ ପତ୍ର ସାରମର୍ମ ଏଇଟା ଥିଲା ଯେ ଗଙ୍ଗାଧର ମେହେର, ଏତ୍କି ହିଁ ଥିଲା ଗଙ୍ଗାଧର ମେହେରଙ୍କର କବିତା ତପସ୍ୱିନୀ ପତ୍ର। ଗଙ୍ଗାଧର ମେହେର କବିତାଟି ଅତି ପୁରା ବହୁତ ଭାବେ ଭଲ୍କି ରଚନା କରିଛନ୍ ଯେ ପଢ଼ଲା ଲୋକକୁ ବି ପୁରା ବେଶ୍ ଆକର୍ଷଣୀୟ କରବା, ମନ୍‌କେ ଘିଚି ନେବା। Thank you for watching this video.